प्रिय श्रोता बंधु प्रभु श्री ख्रीष्ट महत् नाम आपको शुभेच्छा। जोहन लिखित सुसमाचार 11 अध्याय 43 और 44 पदरे आम यहीपरि पाठ करूँ। से यह कही उच्च स्वर रे डाकिले, लाजार बाहरी आस। मृत लोकटी बाहरी आसिले और तांको हाथ और पाद समाधि वस्त्र रे बंधा होइथिला, पुणी तांको मुखरे खंडे गामुछा गुड़ा होइथिला। जीशु सेमानकु कहिले, एहांको बंधन फिटाई चली जिबाकु दियो। ମୁଁ ଆପଣଙ୍କ ଧ୍ୟାନ ଏହି ଉକ୍ତି ଆଡ଼କୁ ଆକର୍ଷିତ କରିବାକୁ ଚାହେଁ। ମୃତ ଲୋକଟି ବାହାରି ଆସିଲେ, ତାଙ୍କ ହାତ ଓ ପାଦ ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଲାଜାରଙ୍କ ମୃତଦେହ ଜିହୁଦୀମାନଙ୍କ ରୀତି ଅନୁସାରେ ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲା, ଆଉ ତାଙ୍କ ମୁଖ ଗାମୁଛାରେ ଗୁଡ଼ା ହୋଇଥିଲା। ପାପ ଏପରି ପ୍ରଭାବ ମନୁଷ୍ୟ ଜୀବନରେ ପକାଇଛି ଯେ ମନୁଷ୍ୟ ନିଜରୁ କିଛି କରିପାରେ ନାହିଁ, କାରଣ ପାପ ତାହାକୁ ତାର କ୍ରୀତଦାସ କରିଦେଇଛି। ଯେପରି ସମାଧି ବସ୍ତ୍ରରେ ମୃତ ଲୋକର ହାତ ଓ ପାଦ ବନ୍ଧା ହୋଇଥିଲା, ତଦନୁରୂପେ ପାପ ମନୁଷ୍ୟର ଚାଲିବା, କଥା କହିବା, କାର୍ଯ୍ୟ ଓ ଜୀବନକୁ ବାନ୍ଧି ଦେଇଛି। ମୃତ ଲାଜାରକୁ ଯେତେବେଳେ ପ୍ରଭୁ ଯୀଶୁ ଡାକିଲେ, ମୃତ ଲାଜାର ବାହାରି ଆସିଲେ। ତଦନୁରୂପେ ଆଜି ମଧ୍ୟ ପ୍ରଭୁ ଯୀଶୁ ପାପୀ ମନୁଷ୍ୟକୁ ଡାକୁଅଛନ୍ତି, ଯେପରି ସେମାନଙ୍କୁ ସେ ପାପ କ୍ଷମା ଓ ଜୀବନ ପ୍ରଦାନ କରିବେ। ଯଦି ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବେ, ସେ ଆପଣଙ୍କୁ ପାପର ବନ୍ଧନରୁ ମୁକ୍ତ କରିବେ। ଏପରି କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।